ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 456 457 458 459 460 461 ତା ପାଖକୁ ଅଛି ଯେତିକିଟା ଆଲୋଚନା ହେଇପାରିବ କରିବା। ଜ୍ଞାନ 456 ପ୍ରଭୁ ଲେଖୁଛନ୍ତି ଜଣେ ନାସ୍ତିକ ଈଶ୍ୱରଙ୍କୁ ଭଲ ପାଉନାହିଁ ବୋଲି ତୁମେ ନାସ୍ତିକକୁ ଘୃଣା କରୁଛ କି? ତେବେ ତୁମକୁ ମଧ୍ୟ ଭଲ ପାଇବା ଉଚିତ ନୁହେଁ, କାରଣ ତୁମେ ଈଶ୍ୱରଙ୍କୁ ଆଦୌ ସମ୍ପୂର୍ଣ୍ଣ ଭାବେ ଭଲ ପାଇପାରୁନାହ। ଗତକାଲି ଆମେ ଯୋଉ ଆଲୋଚନା କରୁଥିଲେ ସେଥିରେ ଯୋଉଠି ସରିଥିଲା ଜ୍ଞାନ 455ରେ ଲେଖିଛନ୍ତି ପରମେଶ୍ୱର ଯେଉଁମାନଙ୍କୁ ଭଲ ପାଆନ୍ତି ତୁମେ ସେହିମାନଙ୍କ ମଧ୍ୟରେ ହିଁ ଆନନ୍ଦ ଲାଭ କର। ସିଏ ଯେଉଁମାନଙ୍କୁ ଭଲ ନ ପାଉଥିବାର ଛଳନା କରୁଛନ୍ତି ତୁମେ ସେମାନଙ୍କର ଦୁର୍ଭାଗ୍ୟରେ ଦୟା ହିଁ ଅନୁଭବ କର। ତା 454ରେ କହିଥିଲେ ଯେ ପରମେଶ୍ୱରଙ୍କର ଭଲ ପାଇବାରେ ମୋତେ ଯେଉଁମାନେ ଅଂଶଗ୍ରହଣ କରିବାକୁ ଦିଅନ୍ତି ମୋର ସେମାନଙ୍କ ସହିତ କୌଣସି କଳହ ନାହିଁ, ଆଉ ଯେଉଁମାନେ ମୋର ପ୍ରେମାସ୍ପଦଙ୍କୁ ଭଲ ନ ପାଇବାରେ ନିର୍ବୋଧତା କରନ୍ତି ମୋର ସେମାନଙ୍କ ସହିତ କଳହ। ବର୍ତ୍ତମାନ ଏଠି କହୁଛନ୍ତି, ତାମାନେ ଏଠି ଆମେ ପୂର୍ବରୁ କଥା ହେଲେ ଯେ ଯୋଉମାନେ ମତେ ପରମେଶ୍ୱରଙ୍କ ନିକଟକୁ ନଉଛନ୍ତି ସେଇମାନଙ୍କର ବର୍ଣ୍ଣନା ସେଠି କରୁଛନ୍ତି। ଯେ ଯୋଉମାନେ ମତେ ପରମେଶ୍ୱରଙ୍କୁ ଯୋଉ କାର୍ଯ୍ୟ କରୁଛନ୍ତି ସେଇଥିରେ ମତେ ସହଯୋଗ କରିବେ ବା ଯୋଉମାନେ ସେଇଥିରେ ବଞ୍ଚୁଛନ୍ତି ସେମାନଙ୍କ ସହିତ ମୋର ସଂସ୍ପର୍ଶ ଫଳରେ କଣ ହବ ନା ମୋ ଭିତରେ ଆନନ୍ଦ ପାଇବେ। ଆଉ ଯୋଉମାନେ ଭଗବାନଙ୍କୁ ଭଲ ପାଉନାହାନ୍ତି, କପଟତା ଆଚରଣ କରୁଛନ୍ତି ସେମାନଙ୍କ ସହିତ ବା ସେମାନଙ୍କର ଦୁର୍ଭାଗ୍ୟରେ ମୁଁ ଦୟା ଅନୁଭବ କରିବି। ତେଣୁ ସେମାନଙ୍କ ସହିତ ମୁଁ ଯଦି ବି ସଂଗଠିତ ହଉଛି କୌଣସି କାରଣରୁ ତେବେ ମୋତେ ପରମ ଆନନ୍ଦ ପ୍ରାପ୍ତ ହେବ ନାହିଁ, କିନ୍ତୁ ସେମାନଙ୍କ ସହିତ ଦ୍ୱେଷ ନ ରଖିବା ଏବଂ ସମସ୍ତଙ୍କ ପାଖରୁ ଦ୍ୱେଷ ମୁକ୍ତ ହବା ଏବଂ ଯୋଉ ଆମେ ପୂର୍ବରୁ କଥା ହଉଥିଲେ ଏଇଠି ତାର ଆଉ ଏକ ରୂପ ବର୍ଣ୍ଣନା କରୁଛନ୍ତି ପ୍ରଭୁ ଯେ ଯଦି ମୁଁ ପରମେଶ୍ୱରଙ୍କୁ ଭଲ ପାଉଛି ତେବେ ସୃଷ୍ଟିରେ କୌଣସି ଜୀବ, କୌଣସି ବସ୍ତୁ, କୌଣସି ପରିସ୍ଥିତିକୁ ମୁଁ ଘୃଣା କରିପାରିବି ନାହିଁ, କାରଣ ତା ଭିତରେ ପରମେଶ୍ୱରଙ୍କର ଯୋଉ ଗୁଣ ପରିପ୍ରକାଶ ହଉଛି ତାକୁ ମୁଁ ଦେଖିପାରିବା ପାଇଁ ସମର୍ଥ ହେବା ଦରକାର। ହେବି ମଧ୍ୟ ଯଦି ମୁଁ ପରମେଶ୍ୱରଙ୍କୁ ସତରେ ଭଲ ପାଉଥିବି। ଆଉ ଯେହେତୁ ସବୁଥିରେ ପରମେଶ୍ୱର ନିଜେ ଅଛନ୍ତି ତେବେ ତେବେ ମୁଁ ପରମେଶ୍ୱର ତ ସବୁଥିରେ ରହିଛନ୍ତି, ପରମେଶ୍ୱର ନାହାନ୍ତି ମାନେ ସେ ବସ୍ତୁର ସ୍ଥିତି ନାହିଁ, ସେ ଜୀବର ସ୍ଥିତି ନାହିଁ, ତେବେ ମୁଁ ସେମାନଙ୍କୁ ଭଲ ନ ପାଇ କେମିତି ରହିପାରିବି। ତେଣୁ ଏଠି 456 କହୁଛନ୍ତି ଯୋଉମାନଙ୍କୁ ସମସ୍ତେ ନାସ୍ତିକ ବୋଲି କୁହନ୍ତି ତାମାନେ ଯୋଉମାନେ ଈଶ୍ୱରଙ୍କୁ ଭଲ ପାଉନାହାନ୍ତି ବା ଈଶ୍ୱରଙ୍କ ବିରୋଧୀ ମାନେ ବିରୋଧୀ ଶକ୍ତି କଥା ଏଠି କୁହନ୍ତି, ସେମାନେ ଈଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ, ସେମାନଙ୍କୁ ନାସ୍ତିକ ବୋଲି ଲୋକେ କହନ୍ତି। ତେବେ ସେ ନାସ୍ତିକ ମାନଙ୍କୁ ମୁଁ ଯଦି ଘୃଣା କରୁଛି ତାମାନେ ତା ଭିତରେ ଭଗବାନଙ୍କର ଯୋଉ ପରିପ୍ରକାଶ ରହିଛି ମୁଁ ତାକୁ ଦେଖି ପାରୁନାହିଁ। ତେଣୁ ମୁଁ ତାହେଲେ ଭଗବାନଙ୍କୁ ଭଲ ପାଇ ପାରିଲି କେମିତି? ତେଣୁ ସେଠି ପ୍ରଭୁ କହୁଛନ୍ତି ତେବେ ତୁମକୁ ମଧ୍ୟ ଭଲ ପାଇବା ଉଚିତ ନୁହେଁ, କାରଣ ତୁମେ ଈଶ୍ୱରଙ୍କୁ ଆଦୌ ସମ୍ପୂର୍ଣ୍ଣ ଭାବେ ଭଲ ପାଇ ପାରୁନାହ। ତମେ ଯଦି ନାସ୍ତିକକୁ ଘୃଣା କରୁଛ ତାମାନେ ତମେ ବର୍ତ୍ତମାନ ସୁଦ୍ଧା ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭାବେ ଭଲ ପାଇପାରି ନାହ। ଯଦି ସମ୍ପୂର୍ଣ୍ଣ ଭାବେ ଭଲ ପାଇପାରୁନ ତାହେଲେ ତୁମକୁ ମୁଁ କାହିଁ ଭଲ ପାଇବି? ଏଠି ସେଇ ଅର୍ଥରେ କହୁନାହାନ୍ତି ଯେ ତୋର ମୋର ଭାବ ବୋଲି, ଏଠି ଆମକୁ ସଚେତନ କରିଦଉଛନ୍ତି ପ୍ରଭୁ ଯେ ନାସ୍ତିକ ମାନଙ୍କ ମଧ୍ୟରେ ମଧ୍ୟ ମତେ ଭଗବାନଙ୍କର କୋଉ ପରିପ୍ରକାଶ ଘଟୁଛି ତାହା ମତେ ଦେଖିବାକୁ ପଡିବ ଏବଂ ସେ ସମ୍ପର୍କରେ ସଚେତନ ହେବାକୁ ପଡିବ। 457ରେ କହୁଛନ୍ତି ଅନ୍ତତଃ ବିଶେଷ ଭାବରେ ଗୋଟିଏ କ୍ଷେତ୍ର ରହିଛି ଯେଉଁଠାରେ କି ଧର୍ମ ମତ ଓ ଚର୍ଚ୍ଚା ଗୁଡିକ ଅପଦେବତା ନିକଟରେ ନିଜକୁ ସମର୍ପଣ କରିଥାନ୍ତି।
ଏହି କ୍ଷେତ୍ରଟି ହେଉଛି ସେମାନେ ଯେତେବେଳେ ଅଭିଶାପ ଦିଅନ୍ତି, ଯେତେବେଳେ ପୁରୋହିତ ମାରନାଥ ଅଭିଶାପ ବୋଲି ମନ୍ତ୍ର ଉଚ୍ଚାରଣ କରନ୍ତି, ସେତେବେଳେ ମୁଁ ସେଇ କ୍ଷେତ୍ରରେ ସତେଅବା ଏକ ଶୈତାନ ପ୍ରାର୍ଥନା କରୁଥିବାର ପ୍ରତ୍ୟକ୍ଷ କରେ। ଏମିତି ବି ଜାଗା ରହିଛି ଯେଉଁଠାରେ ଧର୍ମ ମତ ଓ ଚର୍ଚ୍ଚା ଗୁଡ଼ିକ ଅପଦେବତା ନିକଟରେ ନିଜକୁ ସମର୍ପଣ କରିଥାନ୍ତି। ସେଇ କୋଉ କ୍ଷେତ୍ର ସେଇଟା? ଯୋଉଠି ଆମେ ଅପଦେବତାଙ୍କ ପାଖରେ ସମର୍ପଣ କରୁ, ତାମାନେ ଆମେ ଯୋଉ କାର୍ଯ୍ୟଟି କରୁଛୁ ତାହା ପରମଙ୍କ ପାଖକୁ ମତେ ନ ନେଇ ପରମଙ୍କର ତାହା ପରିପ୍ରକାଶ ନ ଘଟେ କଣ ନା ଅପଦେବତାଙ୍କୁ ପ୍ରତିଷ୍ଠିତ କରେ। ସେଟା ହଉଛି କଣ ନା ଯେତେବେଳେ ଆମେ ଅଭିଶାପ ଦିଅନ୍ତି, ସେତେବେଳେ ପ୍ରଭୁ କହୁଛନ୍ତି ଯେତେବେଳେ ମାରନାଥ ଅଭିଶାପ ବୋଲି ମନ୍ତ୍ର ଉଚ୍ଚାରଣ କରନ୍ତି, ସେତେବେଳେ ମୁଁ ଭାବେ ଇଏ ହଉଛନ୍ତି ସେମାନେ ହଉଛନ୍ତି ଶୈତାନର ଉପାସକ। ତାମାନେ ସେମାନେ କଣ କରୁଛନ୍ତି? ଭଗବତ ଶକ୍ତିକୁ ବିରୋଧ କରୁଛନ୍ତି ଏବଂ ଶୈତାନର ବା ବିରୋଧୀ ଶକ୍ତିର କାର୍ଯ୍ୟକୁ ସେମାନେ ବଳ ଦଉଛନ୍ତି। କୋଉ କ୍ଷେତ୍ରରେ ନା ଯୋଉ ଅଭିଶାପ, ଦେଖନ୍ତୁ ଅଭିଶାପ ଦବା, ଆମେ ଏଠି ଗୋଟେ ମିସଅଣ୍ଡରଷ୍ଟାଣ୍ଡ କରିବାନି। ଏଠି ଯୋଉ ଆଗରୁ ସବୁ ଋଷିମାନେ ଅଭିଶାପ ଦଉଥିଲେ ବା ଯୋଉମାନେ ସବୁ ସିଦ୍ଧ ବ୍ୟକ୍ତି ମାନେ କୋଉଠି କୋଉଠି ଅଭିଶାପ ଦଉଥିଲେ, ତାହା ଅନେକ କ୍ଷେତ୍ରରେ ଭଗବତ ନିର୍ଦ୍ଦିଷ୍ଟ ହେଇଥିଲା। କାହିଁକିନା ଅନ୍ୟମାନଙ୍କର ବା କୌଣସି ଏକ ଜାଗାରେ ତାର ଆବଶ୍ୟକତା ରହିଥିଲା, ତା ଆମେ ଦେଖିପାରିବା ତାର ପୂର୍ବାପର ସବୁ। ଏଠି ଆମମାନଙ୍କୁ କହୁଛନ୍ତି ଆମେମାନେ ଯେତେବେଳେ ଅନ୍ୟମାନଙ୍କୁ ନିନ୍ଦା କରୁଛୁ ବା ଅନ୍ୟମାନଙ୍କର ବିରୁଦ୍ଧରେ କେହି କୁହନ୍ତି ସେ ଲୋକଟା ମରିଯାଉନି, ସେ ଲୋକଟା ଯୋଗୁଁ ମୋର ସବୁ ଅସୁବିଧା ହଉଛି, ଏଇ ଯୋଉଗୁଡାକ ସବୁ ହଉଛି ଅଭିଶାପ। ଏବଂ ଆମେ ଦେଖିବା ଯେତେବେଳେ ଆମେ ଅନ୍ୟମାନଙ୍କର ନିନ୍ଦା କରୁଛନ୍ତି, ଅନ୍ୟମାନଙ୍କର ଚର୍ଚ୍ଚା କରୁଛନ୍ତି, ସେତେବେଳେ ତାହା ମଧ୍ୟ ମୋ ଭିତରେ, ମୋ ନିଜ ଭିତରେ ଗୋଟେ ପ୍ରାଚୀର ସୃଷ୍ଟି କରେ, ପରମଙ୍କ ଠାରୁ ମତେ ଅଲଗା କରି ରଖେ। ତେବେ ଆମେ ସବୁ ସେଥିରୁ ଦୂରେଇ ରହିବା। ଜ୍ଞାନ 458। ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଯେତେବେଳେ ପୁରୋହିତ କାହାକୁ ଅଭିଶାପ ଦିଏ, ସେତେବେଳେ ସିଏ ଭଗବାନଙ୍କ ଆଡକୁ ଅନାଇ ହିଁ ଚିତ୍କାର କରୁଥାଏ। ମାତ୍ର ଆପଣାର ଶତ୍ରୁ ସହିତ ସେ କେବଳ କ୍ରୋଧ ଏବଂ ଅନ୍ଧକାରରେ ଈଶ୍ୱରଙ୍କ ପ୍ରତି ଅନୁଗତ ହୋଇ ରହିଥାଏ। କାରଣ ସେ ଯେଉଁପରି ଭାବରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଏ, ଠିକ୍ ସେହିପରି ଭାବରେ ହିଁ ଈଶ୍ୱର ତାକୁ ଗ୍ରହଣ କରନ୍ତି। ଦେଖନ୍ତୁ ଈଶ୍ୱରଙ୍କ ନାଁ ସେଥିପାଇଁ ଭାବଗ୍ରାହୀ। କହୁଛନ୍ତି ଯେତେବେଳେ ପୁରୋହିତ ଅଭିଶାପ ଦିଏ, ସେତେବେଳେ ସେ ଭଗବାନଙ୍କୁ ଅନେଇକି ହିଁ ଅଭିଶାପ ଦଉଥାଏ। ସମ୍ମୁଖରେ ସେ ଯୋଉ ପୂଜା କରୁଥାଏ ବା ଇଷ୍ଟ ଦେବ ଥାନ୍ତି, ତେଣୁ ସେତେବେଳେ ପ୍ରକୃତରେ କଣ ଘଟେ? ପ୍ରଭୁ କହୁଛନ୍ତି ଯେ ସେ ଆପଣାର ଶତ୍ରୁ ସହିତ ଯାହାକୁ ସେ ଅଭିଶାପ ଦଉଛି, ତାକୁ ତାର ସେ ନିଜର ଶତ୍ରୁ ବୋଲି ମନେ କରୁଛି, କେବଳ କ୍ରୋଧ ଏବଂ ଅନ୍ଧକାରର ଈଶ୍ୱରଙ୍କ ପ୍ରତି ସେ ଅନୁଗତ ହେଇ ରହିଛି। ମନେ ପକେଇବା ଯେତେବେଳେ ହିଟଲର ସମଗ୍ର ସଂସାରରେ ଗୋଟେ ବିଭୀଷିକ, ଗୋଟେ ମାନେ ଅତି ବିଭତ୍ସ ପରିସ୍ଥିତିଟିଏ ସୃଷ୍ଟି କରିଦେଇଥିଲା। ଧ୍ୱଂସ କରୁଥିଲେ, ଇହୁଦୀ ମାନଙ୍କୁ ଧ୍ୱଂସ କରିବେ, ଏମାନଙ୍କୁ ରକ୍ତର ବନ୍ୟା, ଯୁଦ୍ଧ ପରେ ଯୁଦ୍ଧ, ଲୁଣ୍ଠନ, ବ୍ୟଭିଚାର ଯେତେବେଳେ ସେ କରୁଥିଲା, ସେତେବେଳେ ସିଏ ଜଣେ ଦେବୀଙ୍କର ଆଦେଶରେ ସବୁ କରୁଛି ବୋଲି ସେ ନିଜେ କହୁଥିଲା। ସେ ଦେବୀଙ୍କର ଆଦେଶରେ କରୁଛି। ସେ ଦେବୀଙ୍କର ଆଭା ପୁରା ସ୍ୱର୍ଣ୍ଣାଭ, ଜ୍ୟୋତି ପୁରା ବାହାରୁଥାଏ, କିନ୍ତୁ ସେ ହଉଛି ଛଳନାର ଦେବୀ, ମୃତ୍ୟୁର ଦେବୀ, ବିରୋଧୀ ଶକ୍ତିର ସେ ଶକ୍ତି, ଯିଏକି ରୂପ ଗ୍ରହଣ କରି ଆସୁଥିଲା ଯେମିତି ଆମକୁ ପଥଭ୍ରଷ୍ଟ କରିହବ। ସେଠି ସେ କଣ କରୁଥିଲା? ହିଟଲରକୁ
ସେଇ ରୂପରେ ଆସିକି ତାକୁ ଗାଇଡ କରୁଥିଲା, ଏଠି ଆଟାକ କରୁଥିଲା, ସେଠି ଆଟାକ କରୁଥିଲା। ଏବଂ କଣ ହଉଥିଲା, ସେ ଯୋଉ ଯୁଦ୍ଧ କରୁଥିଲା, ସେ ଯୁଦ୍ଧ ଫଳରେ ଯୋଉ ବିଭୀଷି ମାନେ ଗୋଟେ ବିଭତ୍ସ ଘଟଣା ଗୋଟେ ସବୁ ଘଟି ଚାଲିଥିଲା, ହତ୍ୟା, ଲୁଟତ୍ରାସ, ଲୁଣ୍ଠନ ଯୋଉ ସବୁ, ଆଉ ଅନ୍ୟାନ୍ୟ ସବୁ ଯେତେକ ଆମେ କହିପାରିବା କୁତ୍ସିତ ସବୁ କାର୍ଯ୍ୟ, ସେଥିରୁ ଯୋଉ ପ୍ରାଣ ଶକ୍ତି ନିର୍ଗତ ହଉଥିଲା, ତାକୁ ସିଏ ଖାଇକି ସିଏ ବଳିୟାନ ହଉଥିଲା। ତାର ବଳିୟାନ ହବା ପାଇଁ ଯୁଦ୍ଧ ଦରକାର, ସେ ଯୁଦ୍ଧ କରିଚାଲିଥିଲା। ସେଥିପାଇଁ ଏଠି ବର୍ତ୍ତମାନ ବାହାରେ କିନ୍ତୁ ସେ କଣ କରୁଛି ନା, ଦେବୀ ତାକୁ ଆସିକି ନିର୍ଦ୍ଦେଶ ଦଉଛନ୍ତି ବୋଲି କହୁଛି। ସେ ହଉଛି ଅପଦେବତା, ଅନ୍ଧକାର କ୍ରୋଧର ଈଶ୍ୱର ସେ। ଆଉ ଏଇଠି ବଢିଆ କଥାଟେ ଆମେ ମନେ ରଖିବା, ସିଏ ଯେଉଁପରି ଭାବରେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଏ, ଠିକ ସେହିପରି ଭାବରେ ହିଁ ଈଶ୍ୱର ତାକୁ ଗ୍ରହଣ କରନ୍ତି। ସିଏ ଈଶ୍ୱରଙ୍କୁ କୋଉ ଭଳି ଭାବରେ ଗ୍ରହଣ କରୁଛି, ଏଇଭଳି ଭାବରେ। ଦେଖନ୍ତୁ, ହିରଣ୍ୟକଶ୍ୟପ ଈଶ୍ୱରଙ୍କୁ ଶତ୍ରୁ ରୂପେ ଗ୍ରହଣ କଲେ। ସିଏ କହିଲେ ମୁଁ ହଉଛି ଭଗବାନ, ତେଣୁ ଭଗବାନ ସେଇ ରୂପରେ ଆସିଲେ, ବିଶାଳ ଭୟଙ୍କର ରୂପ, ନରସିଂହ ରୂପ ନେଇକି ଆସି ତାକୁ ସଂହାର କଲେ। ନରସିଂହ ରୂପ ଗ୍ରହଣ କରି, ମାନେ ବିଶାଳ ରୂପ, ଭୟଙ୍କର ରୂପ ଗ୍ରହଣ କରି ଆସି ତାକୁ ସଂହାର କଲେ। ତୁମେ ଈଶ୍ୱରଙ୍କୁ ଯୋଉ ଭଳି ଭାବରେ ଗ୍ରହଣ କରିବ, ଈଶ୍ୱର ସେଇଭଳି ଗ୍ରହଣ କରିବେ। ହିଟଲର କ୍ଷେତ୍ରରେ ମଧ୍ୟ ସେଇଭଳି ହେଇଥିଲା। ହିଟଲର ଯୋଉ ଦେବୀଙ୍କୁ ଗ୍ରହଣ କରି କରୁଥିଲା, ମା ବର୍ଣ୍ଣନା କରିଛନ୍ତି, ମା ନିଜେ କଣ କଲେ, ମା ଜାଣିପାରିଲେ, ତାରି ରୂପ ନେଇକି ଗଲେ ଏବଂ ଯାଇକି ତାକୁ ପ୍ରସ୍ତାବ ଦେଲେ ଯେ ତୁ ଆମେରିକା ଉପରେ ଆକ୍ରମଣ କର। ସେ ଯୋଉ ରୂପ ଗ୍ରହଣ କରି ଯେତେବେଳେ ମା ଯାଇଥିଲେ, ଯେତେବେଳେ ମା ଫେରିଲେ, ଇଏ ଆସି ପହଞ୍ଚୁଥିଲା, ସେଇ ଅନ୍ଧକାର ଶକ୍ତି ଆସି ପହଞ୍ଚିଲା, ଦେଖିଦେଲା, କହିଗଲା, ଛାଡିଲାନି, କହିଲା ଦେଖ ମା, ମୁଁ ଜାଣିଗଲି ତମେ ଆ ଭିତରେ ଇଣ୍ଟରଫିୟର କଲ ମାନେ ମୋର ପରାଜୟ ଆରମ୍ଭ ହେଲା ଏବେଠାରୁ, କିନ୍ତୁ ମୁଁ ଛାଡ଼ିବି ନାହିଁ, ତା ପୂର୍ବରୁ ଅନେକ ଗୁଡାଏ ଧ୍ୱଂସ କରିଦେଇ ଯିବି। କହୁଛି କହୁଛି ମୁଁ ଜାଣିଗଲି, ଆପଣ ଯେତେବେଳେ ଇଣ୍ଟରଫିୟର କଲେ, ଦିବ୍ୟ ଜନନୀ ନା, ସେ କଣ ଚିହ୍ନି ନାହାନ୍ତି, ସେମାନେ ଚିହ୍ନି ପାରନ୍ତି ଠିକ, ଆମେ ସିନା ଦେଖିପାରୁନୁ, ସୂକ୍ଷ୍ମରେ ସେ ସବୁ ଦେଖନ୍ତି। କହିଲେ ଯେ ଠିକ ଅଛି, ମୁଁ ଜାଣିଗଲି, ମୋର ପରାଜୟ ଏବେଠାରୁ ଆରମ୍ଭ ହେଇଗଲା, କାହିଁକିନା ଆପଣ ପ୍ରବେଶ କଲେ ନା, ଇଣ୍ଟରଫିୟର ଭଗବତୀ ନିଜେ ସ୍ୱୟଂ ଦିବ୍ୟ ଜନନୀ ଯୋଉଠି ଇଣ୍ଟରଫିୟର କରିବେ, ସେଠି ଆଉ କିଏ ସେ ତିଷ୍ଠି ରହିବ। ତେଣୁ ସେ କହୁଛି ମୁଁ କିନ୍ତୁ ଯିବା ପୂର୍ବରୁ ନରସଂହାର ବହୁତ କରିଦେଇଯିବି, ବିଭତ୍ସ ନରସଂହାର ସେ ତାପରେ। ତେଣୁ ଆମେ କ୍ରୋଧ କରିବା, ବା ସବୁଠାରୁ ଯଦି କହିବି ସର୍ଟରେ, ନିଜକୁ ଯୋଉମାନେ ଅତି ସୁପେରିୟର ମନେ କରନ୍ତି, ସେମାନେ ହିଁ ବେଶୀ କ୍ରୋଧ ପ୍ରକାଶ କରନ୍ତି। ଆମେ ଯେତେବେଳେ କୌଣସି ବ୍ୟକ୍ତି ଉପରେ ଗାଳି ଦଉଛୁ, ତାମାନେ କଣ ରାଗୁଛୁ, ତାମାନେ କଣ ମୁଁ ଜାଣିଛି ଠିକ ତମେ ଜାଣିନ, ମୁଁ ସୁପେରିୟର ଫିଲିଙ୍ଗସ। ପିଲାଙ୍କୁ ଯେତେବେଳେ ଆମେ କହୁଛୁ କଣ ଏଇଭଳିଆ କଥାରେ ଏଇ କଥାଟା ତମେ ଜାଣିପାରୁନାହାନ୍ତି, ସୁପେରିୟରିଟି। ନିଜକୁ ଯେତେବେଳେ ତମେ ସୁପେରିୟର ଫିଲ୍ କରିବ, ସେତେବେଳେ ବିନମ୍ରତା ଚାଲିଯିବ, ସେତେବେଳେ ଗ୍ରହଣଶୀଳତା ଚାଲିଯିବ। ଆଉ ବିନମ୍ରତା ଗ୍ରହଣଶୀଳତା ନ ରହିଲେ ବା ନଥିଲେ, ଆଉ କିଛି ବି ସ୍ଥାୟୀ ହେଇକି ଆମ ଭିତରେ ରହିପାରିବ ନାହିଁ। ଆୟାରାମ ଗୟାରାମ ହବ। କିଛି କିଛି ବିଭାବ, ସମ୍ପଦ, ସମର୍ଥ ମୋ ପାଖରେ ଯାହା ଯାହା ଅଛି ତାହା ଆସିବ, ମୁଁ ପ୍ରକାଶ କରିବାକୁ ଚେଷ୍ଟା କରିବି, କିନ୍ତୁ ତାପରେ ପୁଣି ଚାଲିଯିବ। ଇଏ ନିଜେ ଯଦି ପ୍ରସ୍ତୁତ ନ ହେବେ, ତେବେ ଅନ୍ଧକାରର ହାତ ବାରି ସେଇକି ଚାଲିଛି। ଥ୍ୟାଙ୍କ ୟୁ ଅଲ୍।